मीरा आज्ञा कौन करछ मेकअप नउछ कौन पाई बजार जीवा तुमे जीवा नहीं हाँ मु जीवी कौन आने बाजार बजार आज चिकन आने परिबा आनिबा आ तुम वीडियो कर छ हाँ वीडियो करछि हाय फ्रेंड नमस्कार स्वागत हम नुआ वीडियो आपण माने भलो अछन तो हां आमे एक दिन बजार जीवु चिकन आनिबु परिबा आनिबु आ से कहते नाली पानी पीवे बियर पीवे मु मना कर नाई आम बियर आनी से हाँ आम पी मु कम कर मत कष्ट लगुच मु बियर पीवी आउ से कहते हौसला आने आपण मैंने आम वीडियो फुल देखिए काटी अधूर काटे पूरा फुल देखिए और लाइक देवे देख तो सांग मैंने आम जाऊँ चिकेन बजार बाबुनी बाइक चलाते आम झी आगे बसी आम जाऊँ आपण मैंने आम वीडियो आगे देखिए जाऊँ सांग मैंने आम ये पलि आसु राज भाई दुकान आम कटिकटार फेमस से 100 टकर चिकेन नबू मीरा आई ठिया लेग पीस टा दब ये आम चिकेन कटा चलती पराट दियो कलजा भी दियो फाइनाल सांग मैंने आमर चिकेन तो पलि आसी मसला भी प्रस्तुत सब हो गलानी चलन छेचिबा नमटा भी लाइट नाई हाथ छेची कर जीरा आनी टे पके दियो जीरा पकाउ जीरा पचे फाइनाली सांग मैंने ये सब मसला रेडी पियाज काटी देछि रसुण अदा आ जीरा छेची देछि टमाटर काट देछि चिकेन भी रेडी परिस होइछि तार गैस लगे तेल हो पियाज पकाउन मसला कौन अच्छी मसला रसुण अदा जीरा ना ये पाउडर मसला कौन अच्छी गरम मसला चिकेन मसला लंका गुंड हल्दी गुंड पियाज जब फाइनाली लाल हो गलानी पकड़ा देखो पियाज लाल हो गलानी छेची जो रखी अदा रसुण आ जीरा सब पकड़े मसला टे मैंने कहे मसला छेचिले भल लगे ना ग्राइंडिंग कले भल लगे खाली शुद्ध सबर तो ओषा कर नाई ना कौन कर प्रथम भल करूँ से प्रथम भल पड़े सांग मैंने कौन चेष्टा करी प्रथम भल टमाटर पकेब फाइनाल टमाटर पकेगा अल्प पानी दबा अल्प पानी दे मसला कहीं बहुत पानी दो से पूरा झाड़ वीडियो करेंगे आपण मैंने आम वीडियो देख लाइक कर न देखिले कौन कर देखिले कौन कर
ଆମେ କହିଲୁ ଆମ ଘରେ ଶୁଣେଇଲୁ, ଯେ ନ ଦେଖିଲେ ଆମେ ଆଉ କ'ଣ କରିବା? ସାଙ୍ଗମାନେ ଆମ ଭିଡ଼ିଓ ଦେଖୁନାହାନ୍ତି ବା। ଦେଖୁନାହାନ୍ତି। ନା, ଅଳ୍ପ ଲୋକ ଦେଖୁଛନ୍ତି, ଲାଇକ୍ କରୁନାହାନ୍ତି। ଦେଖିକି ପଳେଇବ। ହଁ, ସେ ମାନେ ବଡ଼ ବଡ଼ ଲୋକଙ୍କର ଦେଖୁଛନ୍ତି। ସାଙ୍ଗମାନେ ଆମ ଭିଡ଼ିଓ ବି ଦେଖୁଥିବେ। ସାଙ୍ଗମାନେ ମସଲା ତରକାରୀ ହେଇଗଲାଣି, ଚିକେନ୍ ପକେଇବା। ଚିକେନ୍ ଆମେ ସିଝେଇ ଦେଇଥିଲୁ। ସେ ପାଣିକି କ'ଣ କରିବ? କଷନ୍ତି ଏବେ ଟିକେ କଷିକି ମୋତେ ଲାଗୁଛି ଭଲ ରୋଷେଇ କରୁଛନ୍ତି। ତୁମ ସାଙ୍ଗମାନେ କ'ଣ କହିବେ? ଭଲ କରନ୍ତି, ଖରାପ କରୁଛ, ସେ କହିବେନି ଛାଇଁ? ମୀରାକୁ କେତେ ଭଲ ପାଆନ୍ତି ଆପଣ କମେଣ୍ଟ ମାଧ୍ୟମରେ ଜଣେଇବେ। କେତେ ପରସେଣ୍ଟ 1ରୁ 100 ଭିତରେ? ନା କ'ଣ କହିବେନି? ଆମ ଭିଡ଼ିଓ ବି ତ କେହି ଦେଖୁନାହାନ୍ତି ଏତେ। ସାଙ୍ଗମାନେ ଆମ ଭିଡ଼ିଓ ତମେ ଦେଖୁନ, ଦେଖ ଆମେ ଟିକେ ଆଗକୁ ଯାଅ। ନ ଦେଖିଲେ ଆମେ ସେ ପଛରେ ରହିଥାଉ। ମୀରା, ତମେ ହୋଲିରେ ବିୟର ପିଇ ଦେଇଥିଲ। ମୀରା ବିୟର ଭଲ ପାଆନ୍ତି କି ନ ପାଆନ୍ତି ମୁଁ ଜାଣିନି, କିନ୍ତୁ ହୋଲିରେ ସେ ବିୟର ପିଇ ଦେଇଥିଲେ। ସେଥିପାଇଁ ମୁଁ କହିଲି ଆଜି ଚିକେନ୍ ନେଇ ଆସିବା ଆଉ ବିୟର ଗୋଟେ ନେଇ ଆସିବା, 2 ଜଣ ପିଇଦେବା ଆଉ। ହୋଲିରେ ଆମେ ସାଙ୍ଗମାନେ ସବୁ ପିଇଥିଲୁ। କ'ଣ ପାଇଁ ପିଇଥିଲ? ନିଶା ହେଲା? ଲେଡ଼ିଜ୍ ଛୁଙ୍କ ଲଙ୍କାଗୁଣ୍ଡଟା ପକେଇନ, ତାପରେ କଡ଼ାଳିଆ ବାସିବ। ମୀରା, ତମେ ସେଦିନ ହୋଲି ଦିନ କଥା କ'ଣ କହିଲ? ସେଦିନ ଆମେ 2ଟା ଲେଡ଼ିଜ୍ ବିୟର କିଣା ଗଲା। ସେଟା ଲେଡ଼ିଜ୍ ବିୟର ନୁହଁ, ସେଟା ପୁଅ ପିଲା ବିୟର, ଜେଣ୍ଟସ୍ ବିୟର। ହଁ, ଏଟା ଆମେ 10 ଜଣ ହେଇଲୁ। ସାଙ୍ଗ ପିଲା ସବୁ 10 ଜଣ ହେଇଲୁଣି, ମିଶିକି ଖାଇଲୁ। 2ଟା ବିୟରକୁ 10 ଜଣ। କ'ଣ କେମିତି ଭାଗ ପଡ଼ିଲା? ଇଏ ଆଣିଥିଲୁ, କୁକୁଳି ଆଣିଥିଲୁ, କେତେ ପିଇଛୁ। ପାଣି ମିଶେଇଲ? ପାଣି ମାନେ ସାଙ୍ଗମାନେ ଗୋଟେ ଦେଖନ୍ତୁ, ଏଇ ଲୋକ ବିୟର ସାଙ୍ଗରେ ପାଣି ମିଶେଇ ପିଉଛନ୍ତି ହେଲା। ମାନେ କହୁଛନ୍ତି ପାଣି ମିଶେଇନି କ'ଣ ହାର୍ଡ଼ ପିଇବୁ। ମାନେ ଇଏ ଏମିତିଆ ଲୋକ, ବିୟର ସାଙ୍ଗରେ ପାଣି। ଆପଣମାନେ କେବେ ଶୁଣିଥିବେ? ମୁଁ ତ ଫାର୍ଷ୍ଟ ଟାଇମ୍ ଶୁଣୁଛି। ଲେଡ଼ିଜ୍ ପିଇଲେ ପାଣି ସାଙ୍ଗରେ ପିଇଲ? ମାନେ ବୁଦ୍ଧି କିଏ ଦେଲା ତମକୁ? ହଁ, ତମେ ତ ଗୋଟେ ବୈଜ୍ଞାନିକ ନାଇଁ? ଏତେ ସେଟା ହାର୍ଡ଼ ସାଙ୍ଗରେ ପିଅନ୍ତି। ଏଇ ପାଣି ଦେଲେ ଭଲ ଲାଗିବ। ଚାଲନ୍ତୁ ଏବେ ତରକାରୀ ତ ହେଇଗଲା, ଟିକେ ଗରମ ମସଲା ପକେଇଦେବା ତରକାରୀରେ। ଗରମ ମସଲା ପକେଇକି ଚିକେନ୍ ମସଲା ପକେଇ ପାଗଳ ହେଇଗଲା। ଗରମ ମସଲା ପକେଇଦେବା ଟିକେ। ଚାଲନ୍ତୁ ଦେଖିନି କଷା ଖାଇବା। ଚାଲନ୍ତୁ, ବାବୁନି କ'ଣ ଆଣିଛି ସେ ପିଇବେ। ଚାଲନ୍ତୁ ଦେଖିବା, ଆସନ୍ତୁ। ଗ୍ଲାସ୍ ଆଣିବ। ଚାଲନ୍ତୁ ସାଙ୍ଗମାନେ, କଷା ତ ରେଡ଼ି, ବିୟର ବି ରେଡ଼ି। ଚାଲନ୍ତୁ ପିଇବା। ଆଉ ଆମ ପାର୍ଟି ଯଦି ଭଲ ଲାଗେ, ଛୋଟ ପାର୍ଟି ଯଦି ଭଲ ଲାଗିଥିବ, ଆମକୁ ଲାଇକ୍ କମେଣ୍ଟ କରିବ।
ପୁରା ମାଷ୍ଟର ଅଛନ୍ତି। ମୋର ଏତିକି ନାଇଁ ନାଇଁ ମୋର ନାଇଁ ସେ ପିଅନ୍ତିନି। ଆଜି ଗୋଟେ କଣ ମନ ନାଇଁ ନାଇଁ ମୁଁ କଲା ଏତିକି ପିଇବି। ଆଜି ଗୋଟେ କଣ ମନ କଲା କହିଲା ଚାଲ ଗୋଟେ ଛୋଟ ପାର୍ଟି କରିବା ହେଲା କି ଆଉ ଚାଲନ୍ତୁ ସାଙ୍ଗମାନେ ସେ ଖୁସିରେ ଗୋଟେ ନେଇ ଆଇଲୁ। ଇଏ ପୁରା ଚିଲ୍ଡ ଅଛି ହଣ୍ଟର। ଆଉ ତା ସାଙ୍ଗେ ଚିକେନ କଷା ଆପଣ ମାନେ ଜାଣିଥିବେ। ସାଙ୍ଗମାନେ ଚାଲନ୍ତୁ ଖାଇବେ ଏବେ। ଆପଣ ମାନେ କହିବେ ଏଇଟା ଭଲ ନା ଖରାପ ମାନେ ଲେଡିଜ ମାନଙ୍କ ପାଇଁ। ଏଇଟା ନୁହଁ ନାଇଁ ସିଏ ଶାଶୁଘରେ କହୁଥିଲେ ପାଣି ମିଶେଇ ବିଅର ପିଇଥିଲେ ମାନେ ଏତେ ହସି ହସି ଘଡ଼ିଗଲେ। ପିଇବେନି। ମୀରାଙ୍କର ରୋଷେଇ ମାନେ କେମିତି ଲାଗିଲା ଆଜି ଆପଣମାନେ କହିବେ। ଆଉ ଆମ ଭିଡ଼ିଓ ଟିକେ ଦେଖନ୍ତୁ। ଆମକୁ ବି ଭଲ ପାଇବା ଦିଅନ୍ତୁ ଅନ୍ୟମାନଙ୍କ ପରି। ସାଙ୍ଗମାନେ ଆମେ ଏବେ ରହୁଛୁ ପୁଣି ଦେଖା ହବ ଆଉ ଗୋଟେ ନୂଆ ଭିଡ଼ିଓରେ। ଆମକୁ ଲାଇକ୍ କରିବେ ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ।